କାହିଁକି ଦିଆଯାଇଥିଲା ନାମ ଅଲାରନାଥ? ଏହି ନାମ ପଛରେ କଣ ରହିଛି ରହସ୍ୟ? କାହିଁକି ମହାପ୍ରଭୁ ଅଣସରରେ ଥିଲା ବେଳେ ଅଲାରନାଥଙ୍କର ରୂପରେ ଦର୍ଶନ ଦିଅନ୍ତି? କେଉଁ ଭକ୍ତର ହାତରୁ କ୍ଷୀରି ଖାଇ ପୋଡ଼ି ଯାଇଥିଲା ହାତ ଓ ପେଟ? ଆସନ୍ତୁ ଜାଣିବା ଏହି ସବୁ ପ୍ରଶ୍ନର ଉତ୍ତର। ଜୟ ଜଗନ୍ନାଥ ସାଙ୍ଗମାନେ, ନମସ୍କାର। ମୁଁ ସୁଚିତ୍ରା ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଆଉ ଏକ ନୂଆ ଭିଡିଓକୁ। ସାଙ୍ଗମାନେ, ଆଜି ଆମେ ମାନେ ବ୍ରହ୍ମଗିରି ଓ ଅଲାରନାଥଙ୍କ ବିଷୟରେ କିଛି ସଂକ୍ଷେପରେ ଜାଣିବା, ଯେମିତି କି ପ୍ରଭୁ ଅଲାରନାଥଙ୍କ ନାମ ଇତିହାସ ଓ କିମ୍ବଦନ୍ତୀ ଇତ୍ୟାଦିରେ ଅଟେ। ପୁରୀ ଜିଲ୍ଲା ବ୍ରହ୍ମଗିରିରେ ପ୍ରଖ୍ୟାତ ପୁରାତନ ବିଷ୍ଣୁପୀଠ ଶ୍ରୀ ଶ୍ରୀ ଅଲାରନାଥ ମନ୍ଦିରଙ୍କର ଅନ୍ୟତମ ଅଟେ। ଓଡ଼ିଶାରେ ଜଗନ୍ନାଥଙ୍କର ସଂସ୍କୃତି ଯେବେଠାରୁ ଚାଲି ଆସୁଛି ସେବେଠାରୁ ପ୍ରଭୁ ଅଲାରନାଥ ପୁରୀ ଜିଲ୍ଲାର ବ୍ରହ୍ମଗିରିରେ ପୂଜା ପାଇ ଆସୁଛନ୍ତି। ଜଗନ୍ନାଥଙ୍କୁ ଦର୍ଶନ କଲେ ଯେତିକି ପୁଣ୍ୟ ପ୍ରାପ୍ତି ହୋଇଥାଏ, ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କଲେ ଭକ୍ତଙ୍କୁ ସେତିକି ପୁଣ୍ୟ ପ୍ରାପ୍ତି ହୋଇଥାଏ। ଲୋକକଥା ଅନୁଯାୟୀ ଶ୍ରୀ ଜଗନ୍ନାଥଙ୍କ ପ୍ରଭୁ ପ୍ରିୟ ଭକ୍ତ ଚୈତନ୍ୟ ପ୍ରତିଦିନ ପୁରୀରୁ ବ୍ରହ୍ମଗିରି ଚାଲି ଚାଲି ଯାଇ ଅଲାରନାଥଙ୍କ ନୀତି ଦର୍ଶନ କରିଥାନ୍ତି। ପ୍ରଭୁ ଅଲାରନାଥଙ୍କ ଉପରେ ଏକ ଲୋକକଥା ମଧ୍ୟ ଅଛି। ଥରେ ଅଲାରନାଥଙ୍କ ପୁରୋହିତ ତାଙ୍କର 12 ବର୍ଷର ପୁଅକୁ କହିଲେ, ଦେଖ ପୁଅ, ମୁଁ ତୀର୍ଥ କରିବାକୁ ଯାଉଛି, ତୁ ଆମର ଇଷ୍ଟ ଦେବତା ଅଲାରନାଥଙ୍କୁ ପୂଜା କରୁଥିବୁ ଆଉ ଠାକୁରଙ୍କୁ ଭୋଗ ଲଗାଉଥିବୁ। ପୂଜାରୀଙ୍କ ପୁଅ ମୁରୁକି ମୁରୁକି ହସିଲେ, କାରଣ ପିଲାଟିର ବୋଉ ତାକୁ କହିଥିଲେ ଅଲାରନାଥ ତୁମର ବନ୍ଧୁ ଭଳି, ତାଙ୍କୁ ଡାକିଲେ ସେ ତୁମ ଡାକ ଶୁଣିବେ, ତୁମ ସହ ସାଙ୍ଗ ହୋଇ ଖେଳିବେ। 12 ବର୍ଷର ପୁଅ ପାଇଁ ପ୍ରଭୁ ଅଲାରନାଥ କେତେବେଳେ ସାଙ୍ଗ ତ ଆଉ କେତେବେଳେ ଇଷ୍ଟ ଦେବତା ହୋଇଯାଆନ୍ତି। ପ୍ରଭୁ ନ ଖାଉଥିଲେ ସେମାନେ ମଧ୍ୟ ଖାଉନଥାନ୍ତି। ବ୍ରାହ୍ମଣୀ ଠାକୁରଙ୍କ ପାଇଁ ଯାହା ରାନ୍ଧିଥାନ୍ତି ତାକୁ ନେଇ ପୁଅଟି ଠାକୁରଙ୍କ ପାଖରେ ଭୋଗ ଲଗାଇ କୁହେ, ଆସ ଅଲାରେ ଖାଅ କ୍ଷୀରି, ବାପା ଯାଇଛନ୍ତି ତୀର୍ଥ କରି। ଏତିକି କହି ସେ ପିଲାଟି ଭୋଗ ରଖି ମନ୍ଦିର ଦ୍ୱାର ଦେଇ ଖେଳିବାକୁ ଚାଲିଯାଏ। ପିଲାଟିର ଭକ୍ତି ଦେଖି ପ୍ରଭୁ ଅଲାରନାଥ ସବୁଯାକ କ୍ଷୀରି ଖାଇଦିଅନ୍ତି। ବ୍ରାହ୍ମଣ ଛୁଆ ଖେଳି ସାରି ଆସି ଦେଖେ ପାତ୍ର ଖାଲି ହୋଇଯାଇଛି। ଖାଲି ପାତ୍ରଟି ଧରି ଘରକୁ ଫେରି ଆସେ। କିଛି ଦିନ ପରେ ବ୍ରାହ୍ମଣ ତୀର୍ଥରୁ ଫେରିଲେ। ପୁଅ ଠାରୁ ଶୁଣିଲେ ଯେ ପ୍ରଭୁ ସବୁଦିନ କ୍ଷୀରି ଭୋଗ ଖାଉଛନ୍ତି। ତେଣୁ ବ୍ରାହ୍ମଣ ଜଣକ ପୁଅକୁ ମିଛ କହୁଛି କହି ପୁଅକୁ ମାଡ଼ ମାରିଲେ। କିନ୍ତୁ ପୁଅଟି ସେଇ କଥାରୁ ଓହରି ନଥିଲା। ପୁଅର କଥାକୁ ପ୍ରମାଣ କରିବାକୁ ଯାଇ ବ୍ରାହ୍ମଣ ନିଜେ ପ୍ରଭୁଙ୍କ ପାଖରେ ଭୋଗ ଲଗାଇ ସେଠାରେ ଲୁଚିକି ଦେଖୁଥିଲେ। କିଛି ସମୟ ପରେ ସେଠାରେ ଜଣେ କଳା ରଙ୍ଗର ମଣିଷ ପ୍ରକଟ ହୋଇ କ୍ଷୀରି ରହିଥିବା ପାତ୍ରରେ ହାତ ପୁରାଇଥିଲେ। ସେଇ ସମୟରେ ବ୍ରାହ୍ମଣ ଜଣକ ଦ୍ୱାର ଖୋଲି ଦେଇଥିଲେ, ଯାହା ଦ୍ୱାରା ତରତର ହୋଇ ଖାଇବାର ପ୍ରଭୁଙ୍କର ହାତ ଓ ପେଟ ପୋଡ଼ି ଯାଇଥିଲା। କଳା ରଙ୍ଗର ବ୍ୟକ୍ତି ଜଣକ ସେଠାରୁ ଅନ୍ତର୍ଧ୍ୟାନ ହୋଇଗଲେ ଏବଂ ହଠାତ୍ ପ୍ରଭୁଙ୍କର ବିଗ୍ରହରେ ପେଟ ଭାଗ ଓ ହାତରେ ଫୋଟକା ଦେଖାଗଲା। ବ୍ରାହ୍ମଣ ତାହା ଦେଖି ପ୍ରଭୁଙ୍କର ପାଦ ଧରି କ୍ଷମା ମାଗିବାକୁ ଲାଗିଲେ। ସାଙ୍ଗମାନେ, ଆଜି ବି ପ୍ରଭୁ ଅଲାରନାଥଙ୍କ ପ୍ରତିମୂର୍ତ୍ତିରେ ପୋଡ଼ା ଫୋଟକା ରହିଛି। ସେବେଠାରୁ ଠାକୁରଙ୍କୁ କୁହନ୍ତି, ଆସ ଅଲାରେ ଖାଅ କ୍ଷୀରି, ବାପା ଯାଇଛନ୍ତି ତୀର୍ଥ କରି। ଦେବସ୍ନାନ ପୂର୍ଣ୍ଣିମା ପରେ ମହାପ୍ରଭୁ ଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ଅତ୍ୟଧିକ ସ୍ନାନ କରି ଅସୁସ୍ଥ ହୋଇ ଅଣସର ଗୃହରେ ରହିଥାନ୍ତି। ଏହି ସମୟରେ ଭଗବାନ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ନାହିଁ। ସେହି ସମୟରେ ଭକ୍ତମାନେ ଅଲାରନାଥଙ୍କର ଦର୍ଶନ କରି ସମାନ ପୁଣ୍ୟ ଅର୍ଜନ କରିଥାନ୍ତି। ଅଲାରନାଥ ମନ୍ଦିରର ଇତିହାସ। ଏହି ମନ୍ଦିରଟି ପୁରୀ ଠାରୁ 20 କିଲୋମିଟର ଦୂରରେ ବ୍ରହ୍ମଗିରି ନାମକ ସ୍ଥାନରେ ଅବସ୍ଥିତ। ପୁରୁଷୋତ୍ତମ ଚନ୍ଦ୍ର ଗ୍ରନ୍ଥ ଅନୁସାରେ ଜଣେ ତାନ୍ତ୍ରିକ ଅଲବାନ୍ଦାରିଆ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ପୁରୀ ଆସିଥିଲେ। ସେ ସମୟରେ ଜଗନ୍ନାଥ ଅଣସରରେ ଥିଲେ। ତାନ୍ତ୍ରିକ ଭଅଁର ରୂପ ନେଇ ଅଣସର ଗୃହରେ ପ୍ରବେଶ କଲେ। ମନ୍ଦିର ଭିତରେ ପଦ୍ମ ଫୁଲ ଦେଖି ତା ଉପରେ ତାନ୍ତ୍ରିକ ଜଣକ ବସିବାକୁ ଗଲା ବେଳେ ସେ ଫୁଲ ଏକ ସୁନ୍ଦରୀ ନାରୀ ହୋଇ ହସିବାକୁ ଲାଗିଲା। ତାନ୍ତ୍ରିକ ଜଣକ ତାକୁ ଦେଖି ଅତ୍ୟନ୍ତ ଦୁଃଖୀ ହୋଇଗଲେ। ପ୍ରଭୁଙ୍କ ଦର୍ଶନ ନ ପାଇ ପ୍ରାଣ ହରାଇବା ପାଇଁ ସମୁଦ୍ର ଭିତରକୁ ଡେଇଁ ପଡ଼ିଥିଲେ। ସେହି ସମୟରେ ଏକ ବିଶାଳ ବାନର ତାଙ୍କୁ ଉଠାଇ ଦକ୍ଷିଣ ଦିଗକୁ ଫିଙ୍ଗି ଦେଇଥିଲେ। ସେ ତାନ୍ତ୍ରିକ ଜଣକ ଯାଇ ଅଲାରନାଥ ପୀଠରେ ପଡ଼ିଥିଲେ। ସେଠାରେ ତାନ୍ତ୍ରିକ ଜଣକ ଚତୁର୍ଭୁଜ ରୂପେ ଅଲାରନାଥଙ୍କୁ ଦର୍ଶନ କରି ଅତ୍ୟନ୍ତ ପ୍ରସନ୍ନ ହୋଇଥିଲେ। ସେଇ ଦିନ ଠାରୁ ସେହି ସ୍ଥାନର ନାମ ଅଲବରନାଥରୁ ଅଲାରନାଥ ଭାବେ ପ୍ରସିଦ୍ଧ ହୋଇଥିଲା। ଏହି ମନ୍ଦିରର ପୂଜା ତାମିଲନାଡୁରୁ ଆସିଥିବା ବ୍ରାହ୍ମଣ ମାନଙ୍କ ଦ୍ୱାରା ବଂଶାନୁକ୍ରମେ ହୋଇଥାଏ। ଯେପରି ମହାପ୍ରଭୁଙ୍କର ପୁରୀରେ ପୂଜା ବିଧି ହୋଇଥାଏ, ସେମିତି ପ୍ରଭୁ ଅଲାରନାଥଙ୍କ ପୂଜା ହୋଇଥାଏ। ଆଉ ଏକ ଲୋକ କଥାରୁ ଥରେ ସତ୍ୟ ଯୁଗରେ ସୃଷ୍ଟିକର୍ତ୍ତା ବ୍ରହ୍ମା ଭଗବାନ ବିଷ୍ଣୁଙ୍କ ଦର୍ଶନ କରିବା ପାଇଁ ଘୋର ତପସ୍ୟା କରିଥିଲେ ଏବଂ ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଭଗବାନ ବିଷ୍ଣୁ ନିଜର ଏକ ଚତୁର୍ଭୁଜ ମୂର୍ତ୍ତି ନିର୍ମାଣ କରି ପୂଜା କରିବାକୁ ଆଦେଶ ଦେଇଥିଲେ। ଆଦେଶ ଅନୁଯାୟୀ ବ୍ରହ୍ମଦେବ କଳା ମୁଗୁନି ପଥରରେ ବିଷ୍ଣୁଙ୍କର ଏକ ଚଳନ୍ତି ପ୍ରତିମା ନିର୍ମାଣ କରି ସେଠାରେ ପୂଜା ଅର୍ଚ୍ଚନା କରିଥିଲେ। ପରବର୍ତ୍ତୀ ସମୟରେ ଅଲାରନାଥ ନାମରେ ନାମିତ କରାଗଲା। ମନ୍ଦିର ପରିସରରେ ଏକ ପ୍ରସ୍ତର ପୂଜିତ ହେଉଛନ୍ତି, ଯାହା
सर्वांग शिला भाव परिचित। ताहा केवल एक साधारण शिला नुहे, से होउचंती श्री चैतन्य। चैतन्य निज जीवन शेष 18 वर्ष श्रीक्षेत्र रे बिताई। एठारे खीरी भोग करा जाए। प्रभुंकर अत्यंत प्रिय होची खीरी भोग। सांग माने आज वीडियो केमिति लागला निश्चय कमेंट रे जणाइबे। छोट लाइक टे कर देबे। मो चैनल रे नुआ थिले सब्सक्राइब करिया को भूलिबेनी। सब्सक्राइब करी बेल आइकन प्रेस कर देबे, जेमति कि नुआ नुआ वीडियो रो नोटिफिकेशन आपन मन पाखु चली जिवो। शेयर अधिक रु अधिक कर देबे। रहुची पुणी देखाबो आउ एक नुआ वीडियो सहित। नमस्कार, जय जगन्नाथ।